ଦର୍ଶକ ବନ୍ଧୁ, ପୁରୁଷଙ୍କର କେଉଁ ଲକ୍ଷଣ ଥିଲେ ସେ ଲକ୍ଷ୍ମୀବାନ ହେଇଥାନ୍ତି ଏବଂ ସର୍ବସିଦ୍ଧି ଲାଭ କରିଥାନ୍ତି, ସେ ବିଷୟରେ ମୁଁ କହିବାକୁ ଯାଉଛି। ଯେଉଁ ପୁରୁଷର କରତଳେ ବଜ୍ର, ଗ୍ରାମ ଅଥବା ତୁଳା ଚିହ୍ନ ଦୃଷ୍ଟି ହୁଏ, ସେ ସର୍ବସିଦ୍ଧି ଲାଭ କରେ ଏବଂ ସେ ଲକ୍ଷ୍ମୀବାନ ହେଇଥାନ୍ତି। ଯାହାର କରତଳେ ଖଡ୍ଗ, ପଦ୍ମ, ଅଷ୍ଟକୋଣାଦି ଚିହ୍ନ ପରିଲକ୍ଷିତ ହୁଏ, ସେ ଧରାତଳେ ଧନବାନ ହୁଏ, ଏଥିରେ ସନ୍ଦେହ ମାତ୍ର ନାହିଁ। ଯେଉଁ ବ୍ୟକ୍ତିର ପାଦ ତଳେ ମୀନରେଖା, ଧ୍ୱଜ, ବଜ୍ର ଅଙ୍କୁଶ ଚିହ୍ନ ଥାଏ, ସେ ଶ୍ରୀମାନ ଏବଂ ମହା ସୁଖୀ ହେଇଥାଏ। ଯାହାର ପାଦ ତଳେ ପଦ୍ମ, ଚକ୍ର, ତୋରଣ ଚିହ୍ନ ଲକ୍ଷିତ ହୁଏ, ସିଏ ନରପତି ଲାଭ କରେ, ଏଥିରେ ସନ୍ଦେହ ନାହିଁ। ଯାହାର ପାଦଦ୍ୱୟର ଗୁଳ୍ଫଗୁଡ଼ ଏବଂ ପଦ ତଳେ ପଦ୍ମୋତ୍ତର ସଦୃଶ, ସେ ଭାଗ୍ୟବାନ ଏବଂ ଧନ୍ୟବାନ ହେଇଥାଏ। ଯାହାର ଚରଣ ତଳ ବିରୂପ ଓ ସର୍ପାକାର କୁଲା ପରି, ସେ ବ୍ୟକ୍ତି ଦରିଦ୍ର ହୋଇ କାଳଯାପନ କରେ। ଯେଉଁ ବ୍ୟକ୍ତିର ନାଭି ପ୍ରଶସ୍ତ, ଗଭୀର ଏବଂ ମତ୍ସ୍ୟ ପରି, ସେ ବୁଦ୍ଧିମାନ ହୁଏ ଏବଂ ସୁଖରେ କାଳାତିପାତ କରେ। ଯେଉଁ ପୁରୁଷର ନାଭିର ନିମ୍ନଦେଶ ବିସ୍ତୀର୍ଣ୍ଣ, କୋମଳ ଓ କୁଞ୍ଚିତ ଉନ୍ନତ, ତାହାକୁ ସୁଲକ୍ଷଣ ପୁରୁଷ ବୋଲି ଜାଣିବା। ଯେଉଁ ବ୍ୟକ୍ତିର ବସ୍ତି ଲୋମଶ, ଶିରାବ୍ୟାପ୍ତ, ରେଖାଙ୍କିତ, ତାହାକୁ କୁଳନାଶକାରୀ ଜ୍ଞାନ କରିବାକୁ ହେବ। ଦର୍ଶକ ବନ୍ଧୁ, ଟିପ୍ସଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ ଏବଂ ଲାଇକ୍ କରିବେ। ଯଦି ନୂଆ ହେଇଥାନ୍ତି ତାହେଲେ ସବସ୍କ୍ରାଇବ୍ କରିବେ। ଆର ଭିଡ଼ିଓରେ ମୁଁ ନୂତନ ଟିପ୍ସ ନେଇ ଆସିବି। ରହୁଛି। ଜୟ ଜଗନ୍ନାଥ।